सारा देश में आगे चली निशामुक्त भारत अभियान अनुरूप भाव में पुरी जिला प्रशासन सहायता और नारी मंगल और महिला समिति आयोजन में अभियान शुक्रवार स्थानीय यूथ हॉस्टेल पालित हो जाइछि। प्रथमे गोटे सचेतनता रैलीर आयोजन करा जायथिला। ଏହି ରାଲି ଜିଲ୍ଲା ଖାଉଟି ସମାଧାନ ମଞ୍ଚଠାରୁ ବାହାରି ୟୁଥ୍ ହଷ୍ଟେଲ ପର୍ଯ୍ୟନ୍ତ ନିଶାମୁକ୍ତ ବାର୍ତ୍ତା ଯୁକ୍ତ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଇଥିଲେ। ରାଲିରେ ସ୍ଥାନୀୟ ମହିଳା ଛାତ୍ରଛାତ୍ରୀ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ସଂଯୋଜିକା ଓ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ। ପରେ ୟୁଥ୍ ହଷ୍ଟେଲ ସଭାଗୃହରେ ଏକ ସଚେତନ ବୈଠକର ଆୟୋଜନ କରାଯାଇଥିଲା। ଅତିଥିମାନେ ନିଶାମୁକ୍ତ ଅଭିଯାନର ବାର୍ତ୍ତା ଓ ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ। ଆଲୋଚନାରେ ଅତିଥି ଭାବେ ବୃନ୍ଦାବନ ପ୍ରଧାନ, ସାମାଜିକ କର୍ମୀ ପ୍ରଦୀପ୍ତ ଦତ୍ତ, ଲେଖକ ଓ ସାମାଜିକ କର୍ମୀ ଅଧ୍ୟାପକ ବୈକୁଣ୍ଠନାଥ ପୃଷ୍ଟି ମଞ୍ଚାସୀନ ଥିବା ବେଳେ ଗୁଣନିଧି ବରାଳ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ନିଶା ନିବାରଣକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଶପଥ ପାଠ କରାଯାଇଥିଲା। ନିଶା ନିବାରଣ ବାର୍ତ୍ତାକୁ ନେଇ ସହରର ବିଭିନ୍ନ ସ୍ଥାନରେ ଦାସକାଠିଆ ପରିବେଷଣ କରାଯିବା ସହିତ ସଚେତନତା ନିମନ୍ତେ ଦସ୍ତଖତ ସଂଗ୍ରହ କରାଯାଇଥିଲା। ପୁରୀରୁ କ୍ୟାମେରାମ୍ୟାନ୍ ଦିବ୍ୟରଞ୍ଜନ ବିଶୋଇଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ।